କେନ୍ଦୁଝର ଜିଲ୍ଲାର ଚିର ଆରାଧ୍ୟା ସଙ୍କଟହାରିଣୀ ଶୁଭକାରିଣୀ ମା ତାରିଣୀଙ୍କ ପଦ୍ମପାଦରେ ତଥା ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପଦ୍ମପାଦରେ ମୋର କୋଟି ପ୍ରଣାମ। ଉପସ୍ଥିତ ସମସ୍ତ ପ୍ରଶିକ୍ଷକ ମହୋଦୟ ଏବଂ ପ୍ରଶିକ୍ଷାର୍ଥୀ ଶିକ୍ଷକ ବନ୍ଧୁଗଣଙ୍କୁ ମୋର ଅନ୍ତରର ଶୁଭେଚ୍ଛା ଏବଂ ନମସ୍କାର। ଓଡ଼ିଶା ପାଠ୍ୟକ୍ରମ ରୂପରେଖ 2025 ଓ ନୂତନ ପାଠ୍ୟପୁସ୍ତକ ପ୍ରଶିକ୍ଷଣର ଚତୁର୍ଥ ଦିବସର ମୁଖ୍ୟାଂଶ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରୁଛି। କେନ୍ଦୁଝର ଜିଲ୍ଲା ଶିକ୍ଷକ ସମୂହଙ୍କ ପ୍ରତିନିଧି ଭାବେ ମୁଁ ପଦନ କୁମାର ନାୟକ। ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାମ ଜଗନ୍ନାଥ ୟେତେ ନମ। ଓଁକାର ଧ୍ୱନି ଗାୟତ୍ରୀ ମନ୍ତ୍ର ମହାମୃତ୍ୟୁଞ୍ଜୟ ମନ୍ତ୍ର ଦ୍ୱାରା ଆତ୍ମଶୋଧନ। ଶରୀରର ସୁସ୍ଥତା ପାଇଁ ବ୍ୟାୟାମ ଏକାନ୍ତ ଆବଶ୍ୟକ। ମୁଭମେଣ୍ଟ, ଡ୍ରିଲ୍ସ, ଏକ୍ସରସାଇଜ, ଯୋଗ, ଗେମ୍ସ ଆଣ୍ଡ ସ୍ପୋର୍ଟସ ଯୋଗ ଓ ସୁସ୍ଥତା ପାଠ୍ୟପୁସ୍ତକରେ ସ୍ଥାନିତ କରାଯାଇ ପିଲାମାନଙ୍କର ଶାରୀରିକ ବିକାଶ ଏବଂ ପଞ୍ଚକୋଷର ବିକାଶ ପାଇଁ ପ୍ରଯତ୍ନ କରାଯାଇଛି। ଯୋଗର ଅନ୍ୟ ଅର୍ଥ ସଂଯମ। ଅଷ୍ଟପଦୀ, ଭାସ୍ତ୍ରିକ, କପାଲଭାତି, ବାହ୍ୟ ପ୍ରାଣାୟାମ, ଓଲମ ବିଲମ, ଅଗ୍ନିଶର, ଭ୍ରମରୀ ପ୍ରାଣାୟାମ, ଓଁକାର ନାଦ, ପ୍ରଣବ ପ୍ରାଣାୟାମ ମନୁଷ୍ୟକୁ ଶାରୀରିକ ଓ ମାନସିକ ସୁସ୍ଥତା ରଖିବାରେ ସହାୟକ ହୋଇଥାଏ। ଆନନ୍ଦମୟ କୋଷ ବିକାଶରେ କଳା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ପରିବେଷଣ କଳା ଯଥା ସଙ୍ଗୀତ, ନୃତ୍ୟ ଓ ନାଟକକୁ ନେଇ ଗଠିତ। ଚିତ୍ରକଳା, ଚାରୁକଳା, କାରୁକଳା, ସ୍ଥାପତ୍ୟ, ମୁଦ୍ରଣ କଳାକୁ ଦୃଶ୍ୟକଳା କୁହାଯାଏ। ଦାନ, ଧର୍ମ, କାମ ଓ ମୋକ୍ଷ କଳା ଦ୍ୱାରା ହିଁ ସମ୍ଭବ ହୋଇଥାଏ। କଳା ଦ୍ୱାରା ରାଷ୍ଟ୍ରଭକ୍ତି, ଦେଶପ୍ରେମ, ରାଷ୍ଟ୍ରୀୟ ଏକତା ସୃଷ୍ଟି ହୋଇଥାଏ। ଗଣିତ ସମସ୍ତ ବିଷୟ ସହିତ ସମନ୍ୱୟ ରକ୍ଷା କରି ଶିଶୁର ଚିନ୍ତନ ଶକ୍ତି, ଯୁକ୍ତି କରିବା ଓ ନିର୍ଭୟ ହେବା ଏବଂ ଜୀବନର ସମସ୍ତ ସମସ୍ୟାର ସମ୍ମୁଖୀନ ହେବାକୁ ସାହସ ଯୋଗାଇଥାଏ। ନୂତନ ପରିବେଶ ବିଷୟର ପୁସ୍ତକରେ ଭାଷା, ଗଣିତ, ବିଜ୍ଞାନ, ସାମାଜିକ, ଇତିହାସ, ଭୂଗୋଳ, ଭାରତୀୟ ପରମ୍ପରା, ଐତିହ୍ୟ ସମନ୍ୱିତ ହୋଇ ଶିଶୁର ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହୋଇଥାଏ। ପଞ୍ଚପଦୀ ପଦ୍ଧତି ଦ୍ୱାରା ସମସ୍ତ ବିଷୟ ଶିକ୍ଷାଦାନ କଲେ ଓଡ଼ିଶା ପାଠ୍ୟକ୍ରମ ରୂପରେଖ 2025ର ଲକ୍ଷ୍ୟ ନିଶ୍ଚୟ ପୂରଣ ହୋଇପାରିବ। ସମସ୍ତଙ୍କୁ ଧନ୍ୟବାଦ, ନମସ୍କାର। ছোট মোর গাটি ভূগোল পোথি পতারে পছে, ভূগোল পোথি পতারে পছে নথাউ তার নাটি। ছোট মোর গাটি